Hi students, welcome to our YouTube channel Work for Career. ମୁଁ ଆପଣମାନଙ୍କ ପାଇଁ ଆଜି ନେଇ ଆସିଛି ଓଡ଼ିଶା ଜୋଗ୍ରାଫି। ତେବେ ଚାଲନ୍ତୁ ଆଜିର ପ୍ରଥମ କ୍ୱେଶ୍ଚିନ୍ ଦେଖିନେବା। ଯାଜପୁରର ସୁକିନ୍ଦା ଉପତ୍ୟକା କେଉଁ ଖଣିଜ ପାଇଁ ପ୍ରସିଦ୍ଧ? ଆଇରନ୍, କ୍ରୋମାଇଟ୍, ନିକେଲ, ମାଙ୍ଗାନିଜ୍। ଏହାର ସଠିକ୍ ଉତ୍ତର ହେଉଛି କ୍ରୋମାଇଟ୍। ଓଡ଼ିଶାର ପ୍ରମୁଖ ବକ୍ସାଇଟ୍ ଉତ୍ପାଦନକାରୀ ଅଞ୍ଚଳ କେଉଁଠି? ଗନ୍ଧମାର୍ଦ୍ଦନ, ଗୋଡିଙ୍ଗାମାଳି, ପଞ୍ଚପଟମାଳି, ଅଲ୍ ଅଫ୍ ଦ ଏବଭ୍। ଏହାର ସଠିକ୍ ଉତ୍ତର ହେଉଛି ଅଲ୍ ଅଫ୍ ଦ ଏବଭ୍। ତେବେ ଏଥିରେ ଆମେ ଦେଖିନେବା ପଞ୍ଚପତମାଳି। ତାହା ହେଉଛି କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଏସିଆର ସବୁଠାରୁ ବଡ଼ ବକ୍ସାଇଟ୍ ମାଇନ୍ ବୋଲି ପଞ୍ଚପତମାଳିକୁ କୁହାଯାଏ। ଗନ୍ଧମାର୍ଦ୍ଦନ ହେଉଛି ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ। କୋଟିଙ୍ଗମାଳି ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଅବସ୍ଥିତ। ରାମପିଆ ଏବଂ ଡିପସାଇଡ୍ ରାମପିଆ କୋଇଲା ବ୍ଲକ କେଉଁଠାରେ ଅବସ୍ଥିତ? ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ତାଳଚେର। ଏହାର ସଠିକ୍ ଉତ୍ତର ହେଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ରେ ଆମର କୋଇଲା ଖଣିଟି ଅଛି, ଯାହାକି ଇବ୍ ଭ୍ୟାଲି କୋଇଲା ଖଣି ଅଞ୍ଚଳର ଏକ ଅଂଶ ବୋଲି କୁହାଯାଏ। ଏହା ବ୍ଲକଗୁଡ଼ିକ ମୁଖ୍ୟତଃ ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଇବା ପାଇଁ ବ୍ୟବହାର କରାଯାଇଥାଏ। ତେଲ ନଦୀ କେଉଁ ନଦୀର ଏକ ପ୍ରମୁଖ ଶାଖା ନଦୀ? ବ୍ରାହ୍ମଣୀ, ମହାନଦୀ, ବୈତରଣୀ, ଋଷିକୂଲ୍ୟା। ଏହାର ସଠିକ୍ ଉତ୍ତର ହେଉଛି ମହାନଦୀ। ଆନ୍ସର ବି ମହାନଦୀ। ଏହା ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ। ପ୍ରବାହ ଏହାର ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଦେଇକି ପ୍ରବାହିତ ହୋଇଛି। ସହାୟତା ନଦୀ କ'ଣ? ହାତୀ, ଶାଗଡ଼ା, ଉଦନ୍ତୀ ଏସବୁ ନଦୀଗୁଡ଼ିକ ତେଲ ନଦୀର ସହାୟକ ନଦୀ। କୋଲାବ ନଦୀ କେଉଁ ନଦୀର ଶାଖା? ଗୋଦାବରୀ, ମହାନଦୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ। ଏହାର ସଠିକ୍ ଉତ୍ତର ହେଉଛି ଗୋଦାବରୀ। ଆନ୍ସର ଏ ଗୋଦାବରୀ। କୋଲାବ ନଦୀକୁ ଅନେକ ସମୟରେ ଶବରୀ ନଦୀ ଭାବରେ ମଧ୍ୟ ଜଣାଯାଏ। ତେବେ ଗୋଦାବରୀ ନଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶାଖା କ'ଣ? ନା କୋଲାବ। ଏହି ନଦୀ କୋରାପୁଟ ଜିଲ୍ଲାର ପୂର୍ବଘାଟ ପର୍ବତମାଳାରେ ସିଙ୍କାରାନ ପାହାଡ଼ରୁ ବାହାରିଛି। ଏଇଟା ମନେ ରଖନ୍ତୁ, ସିଙ୍କାରାନ ପାହାଡ଼ରୁ କୋଲାବ ନଦୀ ବାହାରିଛି। ଐତିହାସିକ ଭାବେ କେଉଁ ନଦୀକୁ ଓଡ଼ିଶାର ଦୁଃଖ କୁହାଯାଇଥିଲା? ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ସୁବର୍ଣ୍ଣରେଖା। ଏହାର ସଠିକ୍ ଉତ୍ତର ହେଉଛି ମହାନଦୀ। ଏହାର କାରଣ କ'ଣ? ନା ଅତୀତରେ ପ୍ରତିବର୍ଷ ବର୍ଷା ଦିନେ ମହାନଦୀରେ ଭୟଙ୍କର ବାତ୍ୟା ଆସୁଥିଲା, ଯାହାଫଳରେ ଉପକୂଳବର୍ତ୍ତୀ ଓଡ଼ିଶାର ଜନଜୀବନ, ଫସଲ ଓ ଗୃହପାଳିତ ପଶୁମାନଙ୍କର ପ୍ରବଳ କ୍ଷୟକ୍ଷତି ହେଉଥିଲା। ସେଥିପାଇଁ ଏହାକୁ ଓଡ଼ିଶାର ଦୁଃଖ ବୋଲିକି କୁହାଯାଇଛି। ପରବର୍ତ୍ତୀ କ୍ୱେଶ୍ଚିନ୍। ମନ୍ଦିରା ବନ୍ଧ କେଉଁ ନଦୀ ଉପରେ ନିର୍ମିତ? ଶଙ୍ଖ, କୋଏଲ, ଇବ୍, ତେଲ। ଏହାର ସଠିକ୍ ଉତ୍ତର ହେଉଛି ଶଙ୍ଖ। ଅପସନ୍ ଏ ଶଙ୍ଖ। ଏହା ସୁନ୍ଦରଗଡ଼ ଜିଲ୍ଲାର କଂସବାହାଇ ନିକଟରେ ଅବସ୍ଥିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି? ନା ଏହି ବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଉରକେଲା ଇସ୍ପାତ କାରଖାନାକୁ ଜଳ ଯୋଗାଇବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ସାତକୋଶିଆ ଗଣ୍ଡ ଦେଇ କେଉଁ ନଦୀ ପ୍ରବାହିତ ହୁଏ? ବ୍ରାହ୍ମଣୀ, ମହାନଦୀ, ବୈତରଣୀ, ସାଳନ୍ଦୀ। ଏହାର ସଠିକ୍ ଉତ୍ତର ହେଉଛି ମହାନଦୀ। ଏହା ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ସୀମା ମଧ୍ୟରେ ଅବସ୍ଥିତ। ଏହାର ଲମ୍ବ ହେଉଛି ସାତକୋଶିଆ ଗଣ୍ଡ, ତାର ଲମ୍ବ ହେଉଛି 14 ମାଇଲ ବା 22 କିଲୋମିଟର ତାକୁ କୁହନ୍ତି। ଓଡ଼ିଆରେ କହିଲେ ପ୍ରାୟ 7 କୋଶ। ସେଥିପାଇଁ ଏହାର ନାମ ସାତକୋଶିଆ ବୋଲି ରଖାଯାଇଛି। ଏହାର ବୈଶିଷ୍ଟ୍ୟ ହେଉଛି
ପୂର୍ବଘାଟ ପର୍ବତମାଳାକୁ କାଟି ମହାନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଅତି ସୁନ୍ଦର ପ୍ରାକୃତିକ ଗଣ୍ଡ, ସାତକୋଶିଆ ଗଣ୍ଡ ବୋଲି ତାକୁ କୁହାଯାଇଛି। ଓଡ଼ିଶାର କେଉଁ ଅଭୟାରଣ୍ୟ ରୟାଲ ବେଙ୍ଗଲ ଟାଇଗର ପାଇଁ ଜଣାଶୁଣା? ସାତକୋଶିଆ, ଶିମିଳିପାଳ, ସୁନାବେଡ଼ା, ହାଡ଼ଗଡ଼। ଏହାର ସଠିକ ଉତ୍ତର ହେଉଛି ଶିମିଳିପାଳ। ଅପସନ୍ ବି ଶିମିଳିପାଳ। ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘମାନଙ୍କର ନିବାସ ସ୍ଥଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟ ଭାରତର ଅନ୍ୟତମ ପ୍ରମୁଖ ବ୍ୟାଘ୍ର ପ୍ରକଳ୍ପ ବୋଲି କୁହାଯାଇଛି, ଯାହାକି ଆମ ଏସିଆର ବୃହତ୍ତମ ବାୟୋସ୍ଫିୟର ରିଜର୍ଭ ବୋଲି ତାକୁ କୁହାଯାଇଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। କୋଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ? ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼। ଏହାର ସଠିକ ସମ୍ବଲପୁର। ଏହା ସମ୍ବଲପୁରର ସବୁଠାରୁ ପ୍ରାୟ 45 କିଲୋମିଟର ଦୂରରେ 6 ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ଏହାକୁ କେଉଁ ମସିହାରେ କରାଯାଇଥିଲା? 1962 ମସିହାରେ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଏହାକୁ ପ୍ରତିଷ୍ଠିତ କରାଯାଇଥିଲା। ଏଥିରେ ମୁଖ୍ୟତଃ ହାତୀ, ବାଘ, ଚିତାବାଘ, ସମ୍ବର, ଗୟଳ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଏଠି ରହିବାକୁ ଭଲ ପାଆନ୍ତି, ଦେଖିବାକୁ ବି ମିଳନ୍ତି ସେଠି। ବ୍ରହ୍ମପୁର ସହର ନିକଟରେ କେଉଁ ଅଭୟାରଣ୍ୟ ଅବସ୍ଥିତ? ଲଖାରୀ ଭ୍ୟାଲି, କୋର୍ଲାପଟ, କୋଟଗଡ଼, ବାଲୁଖଣ୍ଡ। ଏହାର ସଠିକ ଉତ୍ତର ହେଉଛି ଲଖାରୀ ଭ୍ୟାଲି, ଯାହାକି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ଏହା ବ୍ରହ୍ମପୁର ସହରଠାରୁ ପ୍ରାୟ 60 କିଲୋମିଟର ଦୂରରେ ଅବସ୍ଥିତ ବୋଲି କୁହାଯାଏ। ବ୍ରହ୍ମପୁରଠାରୁ 60 କିଲୋମିଟର ଦୂର ପର୍ଯ୍ୟନ୍ତ ବୋଲି କୁହାଯାଏ। ମୁଖ୍ୟତଃ ହାତୀଙ୍କ ପାଇଁ ଏହା ଅତ୍ୟନ୍ତ ସୁରକ୍ଷିତ ସ୍ଥାନ ବୋଲି ମନେ କରାଯାଏ। ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ବନ୍ଧ ନିକଟରେ ଅବସ୍ଥିତ? ରେଙ୍ଗାଲି, ହୀରାକୁଦ, ମନ୍ଦିରା, ପାଟୋରା। ଏହାର ସଠିକ ଉତ୍ତର ହେଉଛି ହୀରାକୁଦ ବନ୍ଧ। ଏହାର ସଠିକ ଉତ୍ତର ହେଉଛି ହୀରାକୁଦ ବନ୍ଧ। ଚିଲିକାରେ ଅବସ୍ଥିତ କେଉଁ ଦ୍ୱୀପ ମା କାଳିଜାଇଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ? ନଳବନ, ପାରିକୁଦ, କାଳିଜାଇ ଆଇଲ୍ୟାଣ୍ଡ, ବ୍ରେକଫାଷ୍ଟ ଆଇଲ୍ୟାଣ୍ଡ। ଏହାର ସଠିକ ଉତ୍ତର ହେଉଛି କାଳିଜାଇ ଆଇଲ୍ୟାଣ୍ଡ। ରାଉରକେଲା ଇସ୍ପାତ କାରଖାନା କେଉଁ ଦେଶର ସହାୟତାରେ ପ୍ରତିଷ୍ଠିତ ହୋଇଥିଲା? ୟୁଏସଏସଆର, ୟୁଏସଏ, ଜର୍ମାନୀ, ୟୁକେ। ଏହାର ସଠିକ ଉତ୍ତର ହେଉଛି ଜର୍ମାନୀ। ଜର୍ମାନୀରେ ଏହା ପ୍ରଥମେ ପ୍ରତିଷ୍ଠିତ ହୋଇଥିଲା 1955 ମସିହାରେ। 1955 ମସିହାରେ ପ୍ରଥମେ ପ୍ରତିଷ୍ଠିତ ହୋଇଥିଲା। ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ଏହି ସମୟରେ ଏହାକୁ ସ୍ଥାପନ କରାଯାଇଥିଲା। କଳକାରଖାନାରୁ ଜଳ ଯୋଗାଇବା ପାଇଁ ଶଙ୍ଖ ନଦୀ ଉପରେ ମନ୍ଦିରା ବନ୍ଧକୁ ନିର୍ମାଣ କରାଯାଇଥିଲା। ଏଟାକୁ ନୋଟ୍ କରିନେବେ। MIG ଇଞ୍ଜିନ କାରଖାନା କେଉଁଠାରେ ଅବସ୍ଥିତ? ସୁନାବେଡ଼ା, କୋରାପୁଟ, ବୋଥ୍ ଏ ଆଣ୍ଡ ବି, ରାୟଗଡ଼ା। ଏହାର ସଠିକ ଉତ୍ତର ହେଉଛି କୋରାପୁଟର ସୁନାବେଡ଼ା। ତେବେ ଆନ୍ସର ହେବ ଏ ଆଣ୍ଡ ବି। କୋରାପୁଟ ଜିଲ୍ଲାର ସୁନାବେଡ଼ା ବୋଲି କୁହାଯାଏ। 1964 ମସିହାରେ ସୋଭିଏତ ସଂଘ ସହାୟତାରେ MIG ବିମାନର ଇଞ୍ଜିନ ନିର୍ମାଣ ପାଇଁ ସ୍ଥାପିତ ହୋଇଥିଲା। କେଉଁ ମସିହା କ୍ୱେଶ୍ଚିନ୍ ଆସିଲେ କ'ଣ ହବ ନା 1964 ମସିହା। କେଉଁ ସଂଘ ଥିଲା? ସୋଭିଏତ ସଂଘ ଥିଲା। IREL ର ଓଡ଼ିଶା ସ୍ୟାଣ୍ଡେଷ୍ଟ କମ୍ପ୍ଲେକ୍ସ କେଉଁଠାରେ ଅବସ୍ଥିତ? ଛତ୍ରପୁର, ପାରାଦୀପ, ଗୋପାଳପୁର, ପୁରୀ। ଏହାର ସଠିକ ଉତ୍ତର ହେଉଛି ଛତ୍ରପୁର।
ଯାହାକି ଆମର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ବାଲେଶ୍ୱର ଆଲ୍-ଏଜ୍ ଲିମିଟେଡ୍ କେଉଁ ଜିଲ୍ଲାରେ ଅବସ୍ଥିତ? ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବାଲେଶ୍ୱର। ବାଲେଶ୍ୱର ଜିଲ୍ଲାର ବାଲଗୋପାଳପୁରଠାରେ ଅବସ୍ଥିତ। କାରଖାନାଟି ମୁଖ୍ୟତଃ ଫେରୋକ୍ରୋମ ଉତ୍ପାଦନ ପାଇଁ ପ୍ରସିଦ୍ଧ। ଫେରୋକ୍ରୋମ। ଆଇଡିସିଓଏଲର ଫେରୋକ୍ରୋମ ପ୍ଲାଣ୍ଟ କେଉଁଠାରେ ଅବସ୍ଥିତ? ଯାଜପୁର ରୋଡ, ତାଳଚେର, ରାୟଗଡ଼, ଥେରୁବାଲି। ଏହାର ସଠିକ ଉତ୍ତର ହେଉଛି ଯାଜପୁର ରୋଡ, ଯାହାକି 1969 ମସିହାରେ ସ୍ଥାପିତ ହୋଇଥିଲା। 1969 ମସିହାରେ ସ୍ଥାପିତ ହୋଇଥିଲା। ଓଡ଼ିଶାର କେଉଁ ଜିଲ୍ଲାର ସମୁଦ୍ର ତଟ ସବୁଠାରୁ ଛୋଟ? ଗଞ୍ଜାମ, ପୁରୀ, ଭଦ୍ରକ, ଜଗତସିଂହପୁର। ଏହାର ସଠିକ ଉତ୍ତର ହେବ ଭଦ୍ରକ। ଅପସନ୍ ସି ଭଦ୍ରକ। ତେବେ ସବୁଠାରୁ ଛୋଟ ଉପକୂଳ ହେଉଛି ଭଦ୍ରକ। କେତେ କିଲୋମିଟର? ପ୍ରାୟ 50 କିଲୋମିଟର ରହିବ। ସବୁଠାରୁ ଲମ୍ବା ଉପକୂଳ କିଏ? ସବୁଠାରୁ ଛୋଟ ହେଉଛି ଭଦ୍ରକ, ସବୁଠାରୁ ଲମ୍ବା ହେଉଛି ଗଞ୍ଜାମ। ଭଦ୍ରକ ହେଉଛି 50 କିଲୋମିଟର, ଗଞ୍ଜାମ ହେଉଛି 60 କିଲୋମିଟରରୁ ଅଧିକ। ଚାନ୍ଦିପୁର ବେଳାଭୂମି କାହିଁକି ସ୍ୱତନ୍ତ୍ର? ହାଇ ଗୋଲ୍ଡେନ୍ sands. The sea recedes up to 5 km during low tide. It has red crabs only. It is the longest beach. ତେବେ ଏହାର ସଠିକ ଆନ୍ସର କ'ଣ ହବ? ଏହାର ସଠିକ ଆନ୍ସର ହେଉଛି ବି, ଅପସନ୍ ବି। The sea recedes up to 5 km during low tide. ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଭଟ୍ଟା ସମୟରେ ସମୁଦ୍ର ପ୍ରାୟ 5 କିଲୋମିଟର ପଛକୁ ହଟି ଯାଇଥାଏ। ଗୋପାଳପୁର ବେଳାଭୂମି କେଉଁ ଜିଲ୍ଲାରେ ଅବସ୍ଥିତ? ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଗଜପତି। ଏହାର ସଠିକ ଉତ୍ତର ହେଉଛି ଗଞ୍ଜାମ। ଏଠାରେ ଥିବା ପୁରାତନ ଲାଇଟ୍ ହାଉସ୍ ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ। ଛତ୍ରପୁର ନିକଟରେ ଥିବା ଲୁଣା ହ୍ରଦର ନାମ କ'ଣ? ଚିଲିକା, ତାମ୍ପରା, ଅଂଶୁପା, କାଞ୍ଜିଆ। ଏହାର ସଠିକ ଉତ୍ତର ହେଉଛି ତାମ୍ପରା। ଅପସନ୍ ବି ତାମ୍ପରା। ଅପସନ୍ ବି ତାମ୍ପରା ଏହାର ହେଉଛି ସଠିକ ଆନ୍ସର। ଗହିରମଥାରେ ଗଣ ଅଣ୍ଡାଦାନ ପାଇଁ କେଉଁ ନଦୀ ମୁହାଣ ପ୍ରସିଦ୍ଧ? ମହାନଦୀ, ଋଷିକୂଲ୍ୟା, ଧାମରା ଆଣ୍ଡ ମୟୀପୁର, ସୁବର୍ଣ୍ଣରେଖା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଧାମରା ଆଣ୍ଡ ମୟୀପୁର। ବିଶ୍ୱର ସବୁଠାରୁ ବଡ଼ ଅଲିଭ୍ ରିଡ୍ଲେ ସମୁଦ୍ର କଇଁଛଙ୍କ ପ୍ରଜନନ କେନ୍ଦ୍ର ବୋଲି କୁହାଯାଏ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ? କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା। ଏହାର ସଠିକ ଉତ୍ତର ହେଉଛି ଭୁବନେଶ୍ୱର। ଅପସନ୍ ବି ଭୁବନେଶ୍ୱର। ଓଡ଼ିଶାର କେଉଁ ସହରକୁ ରୂପା ସହର ବୋଲି କୁହାଯାଏ? ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କଟକ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ? ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ଜୟପୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଝାରସୁଗୁଡ଼ା। ଅପସନ୍ ବି ଝାରସୁଗୁଡ଼ା। ଝାରସୁଗୁଡ଼ା 2018 ମସିହାର ସେପ୍ଟେମ୍ବର 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଭୁବନେଶ୍ୱର ପରେ ଏହା ହେଉଛି ଓଡ଼ିଶାର ଦ୍ୱିତୀୟ ବାଣିଜ୍ୟିକ ବିମାନ ବନ୍ଦର ବୋଲି କୁହାଯାଉଛି। କେଉଁଠିକୁ?
ନା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ଏହା ହେଉଛି ଦ୍ୱିତୀୟ ବାଣିଜ୍ୟିକ ବିମାନ ବନ୍ଦର। ଜାତୀୟ ରାଜପଥ 16 ଓଡ଼ିଶା ଦେଇ ଚେନ୍ନାଇରୁ କେଉଁ ସହରକୁ ସଂଯୋଗ କରେ? ମୁମ୍ବାଇ, କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କୋଲକାତା। ମନ୍ଦିରର ସମାଧିପୀଠ କାହାକୁ କୁହାଯାଏ? ଭୁବନେଶ୍ୱର, ଯାଜପୁର, ବୌଦ୍ଧ, ପୁରୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଯାଜପୁର। ତେବେ ଜାଣିବା କ'ଣ ପାଇଁ ଯାଜପୁରକୁ ସମାଧିସ୍ଥଳ ବୋଲି କୁହାଯାଇଛି ବା ଶ୍ମଶାନ ବୋଲି ସେଠି କାହିଁକି କୁହାହେଇଛି? ଅତୀତରେ ଆକ୍ରମଣକାରୀ କଳା ପାହାଡ଼ ଯିଏକି ଆମର ସୂର୍ଯ୍ୟ ମନ୍ଦିର ଭାଙ୍ଗିଥିଲେ, ତ ସେ କଳା ପାହାଡ଼ଙ୍କ ଦ୍ୱାରା ଏଠାରେ ଥିବା ଅନେକ ସୁନ୍ଦର ମନ୍ଦିର ଓ କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମା ଗୁଡ଼ିକୁ ଭାଙ୍ଗି ନଷ୍ଟ କରି ଦିଆଯାଇଥିଲା। ଏହି ଧ୍ୱଂସ ଅବଶେଷରେ ଯୋଗୁଁ ଏହାକୁ ଏପରି ଭାବରେ କୁହାଯାଇଛି କି ଏହି ସ୍ଥାନ ହେଉଛି ଆମର ଶ୍ମଶାନ ବୋଲି କୁହାଗଲା। ଓଡ଼ିଶାର ସର୍ବବୃହତ ମଧୁର ଜଳ ହ୍ରଦର ନାମ କ'ଣ? ଚିଲିକା, ଅଂଶୁପା, କାଞ୍ଜିଆ, ତାମ୍ପରା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଅଂଶୁପା। ଅଂଶୁପା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ? କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ କଟକ। ବୈତରଣୀ ନଦୀ କେଉଁ ପାହାଡ଼ରୁ ଉତ୍ପନ୍ନ ହୋଇଛି? ଗୋନାସିକା ହିଲ୍ସ, ମଳୟଗିରି ହିଲ୍ସ, ମେଘାସଣୀ ହିଲ୍ସ, ଗନ୍ଧମାର୍ଦ୍ଦନ ହିଲ୍ସ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଗୋନାସିକା ହିଲ୍ସ। ଗନ୍ଧମାର୍ଦ୍ଦନ ପାହାଡ଼ କେଉଁ ଦୁଇଟି ଜିଲ୍ଲାରେ ଅବସ୍ଥିତ? ବରଗଡ଼ ଆଣ୍ଡ ବଲାଙ୍ଗୀର, ସମ୍ବଲପୁର ଆଣ୍ଡ ସୋନପୁର, କଳାହାଣ୍ଡି ଆଣ୍ଡ ନୂଆପଡ଼ା, କୋରାପୁଟ ଆଣ୍ଡ ରାୟଗଡ଼ା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବରଗଡ଼ ଆଣ୍ଡ ବଲାଙ୍ଗୀର। ଓଡ଼ିଶାର ଆୟୁର୍ବେଦିକ ସ୍ୱର୍ଗ ବୋଲି କୁହାଯାଏ କାହାକୁ? ନା ଏହି ବରଗଡ଼ ଆଉ ବଲାଙ୍ଗୀରକି। ଏହାର କାରଣ କ'ଣ? ଏଠାରେ ବହୁ ପ୍ରକାରର ବିରଳ ଔଷଧୀୟ ବୃକ୍ଷଲତା ଦେଖିବାକୁ ମିଳେ। ପାହାଡ଼ର ଦୁଇ ପାର୍ଶ୍ୱରେ ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟ ଅଛି। ବରଗଡ଼ ପାର୍ଶ୍ୱରେ ନୃସିଂହନାଥ ମନ୍ଦିର, ବଲାଙ୍ଗୀର ପାର୍ଶ୍ୱରେ ହରିଶଙ୍କର ମନ୍ଦିର। ଦୁଇଟିଯାକ ମନ୍ଦିର ପାହାଡ଼ର ଦୁଇ ପାର୍ଶ୍ୱରେ ଅବସ୍ଥିତ। ନିୟମଗିରି ପାହାଡ଼ କେଉଁ ଜିଲ୍ଲାରେ ଅବସ୍ଥିତ? ରାୟଗଡ଼ା ଆଣ୍ଡ କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ରାୟଗଡ଼ା ଆଣ୍ଡ କଳାହାଣ୍ଡି। ମୁଖ୍ୟତଃ ଡଙ୍ଗରିଆ କନ୍ଧ ଜନଜାତିମାନେ ଏହି ସ୍ଥାନରେ ବାସ କରନ୍ତି, ରାୟଗଡ଼ ଆଉ କଳାହାଣ୍ଡିରେ। ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷାର ସ୍ଥାନୀୟ ନାମ କ'ଣ? ମ୍ୟାଙ୍ଗୋ ସାୱାର, କାଳବୈଶାଖୀ, ଲୁ, ଚେରି ବ୍ଲୋସମ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କାଳବୈଶାଖୀ। ଅପସନ୍ ବି କାଳବୈଶାଖୀ। ଓଡ଼ିଶା ଇତିହାସରେ କେଉଁ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି? କନ୍ଧମାଳ, ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର। ଏହାର ସଠିକ ଆନ୍ସର ହେଉଛି ଅପସନ୍ ଏ କନ୍ଧମାଳ। କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ଦୁଇଟିଯାକ ଜାଗାରେ ଶୀତଳ ସ୍ଥାନ, ସେ ଦୁଇଟିଯାକ ଜାଗାକୁ ଶୀତଳ ସ୍ଥାନ ବୋଲି କୁହାଯାଏ। ସେଥିପାଇଁ କି ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର କେଉଁ ଅଞ୍ଚଳରେ ସବୁଠାରୁ କମ୍ ବର୍ଷା ହୁଏ? କୋଷ୍ଟାଲ, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ନର୍ଦର୍ଣ୍ଣ ପ୍ଲେଟ୍ୟୁ,
ଇଷ୍ଟର୍ଣ୍ଣ ଘାଟ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ। 1999 ମହାବାତ୍ୟା କେଉଁ ମାସରେ ହୋଇଥିଲା? ମେ, ଅକ୍ଟୋବର, ନଭେମ୍ବର, ଜୁନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଅକ୍ଟୋବର ମାସରେ। ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ଅଛନ୍ତି? ସର୍ବାଧିକ ଆଦିବାସୀ ଜନସଂଖ୍ୟା ଅଛନ୍ତି। ମୟୂରଭଞ୍ଜ, କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ମୟୂରଭଞ୍ଜ। ଉତ୍ତର ରାଜସ୍ୱ ବିଭାଗର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ? ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, କଟକ। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ସମ୍ବଲପୁର। ତ ଉତ୍ତର ବିଭାଗ ହେଉଛି ସମ୍ବଲପୁର, ମଧ୍ୟ ବିଭାଗ ହେଉଛି କଟକ, ଦକ୍ଷିଣ ବିଭାଗ ହେଉଛି ବ୍ରହ୍ମପୁର। ଉତ୍ତର ବିଭାଗ ସମ୍ବଲପୁର, ମଧ୍ୟ ବିଭାଗ କଟକ, ଦକ୍ଷିଣ ବିଭାଗ ବ୍ରହ୍ମପୁର। କେଉଁ ଜିଲ୍ଲାକୁ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଏ? ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ସମ୍ବଲପୁର। ତପ୍ତପାଣି ଉଷ୍ମ ପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ? ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ। ଏହାର ସଠିକ ଉତ୍ତର ହେଉଛି ଗଞ୍ଜାମ। ଏହି ଉଷ୍ମ ତପ୍ତ ପାଣିରେ ଗନ୍ଧକ ଥାଏ, ଅଧିକ ପରିମାଣର ଗନ୍ଧକ, ଯାହା ଲାଗି କି ମଣିଷ ଚର୍ମ ପାଇଁ ସେ ବହୁତ ଭଲ ଔଷଧ ବୋଲି କାମ କରେ। ଚର୍ମ ରୋଗ ସବୁ ଭଲ ହୋଇଯାଏ, ଯୋଉଥିପାଇଁ ଲୋକମାନେ ସେଇ ତପ୍ତ ପାଣିକୁ ବିଶ୍ୱାସ ମଧ୍ୟ କରିଥାନ୍ତି। ତେବେ ଏହାର ଆନ୍ସର ହେଉଛି ଏ ଗଞ୍ଜାମ। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ କିଏ? ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା। ତେବେ ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବ୍ରାହ୍ମଣୀ। ଶଙ୍ଖ ଏବଂ ଦକ୍ଷିଣ କୋଏଲ ଦୁଇଟି ନଦୀର ମିଳନ ସ୍ଥଳରୁ ସୃଷ୍ଟି ହୋଇଛି ବ୍ରାହ୍ମଣୀ। ବ୍ରାହ୍ମଣୀ ଏକ ବହୁମୁଖୀ ନଦୀବନ୍ଧ ବୋଲି କୁହାଯାଏ, ଯୋଉଟାକି ରେଙ୍ଗାଲିର ମୂଳ ଆଧାର, ରେଙ୍ଗାଲି ଡ୍ୟାମ ତାର ମୂଳ ଆଧାର। ତେବେ ଓଡ଼ିଶାରେ ଆମର କେତୋଟି ବଡ଼ ନଦୀ ଅଛି? ନା 3ଟି ବଡ଼ ନଦୀ ଅଛି। କଣ କଣ 3ଟି ଯାକ? ପ୍ରଥମେ ହେଉଛି ମହାନଦୀ, ସବୁଠାରୁ ବଡ଼ ସିଏ। ଦ୍ୱିତୀୟରେ ଆସିବ ବ୍ରାହ୍ମଣୀ, ତୃତୀୟରେ ଆସିବ ବୈତରଣୀ। ଓଡ଼ିଶାରେ କେତୋଟି ଜିଲ୍ଲା ଅଛି? 13ଟି, 27ଟି, 30ଟି, 32। ଏହାର ସଠିକ ଆନ୍ସର ହେଉଛି ସି 30ଟି ଜିଲ୍ଲା ଅଛି। କେଉଁ ନଦୀକୁ ଓଡ଼ିଶାର ଗୁପ୍ତଗଙ୍ଗା ବୋଲି କୁହାଯାଏ? ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବୈତରଣୀ। ବୁଢ଼ାବଳଙ୍ଗ ନଦୀ କେଉଁ ପାହାଡ଼ରୁ ସୃଷ୍ଟି ହୋଇଛି? ଶିମିଳିପାଳ ହିଲ୍ସ, ଗୋନାସିକା ହିଲ୍ସ, ନୀଳଗିରି ହିଲ୍ସ, ଦେଓମାଳି। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଶିମିଳିପାଳ ହିଲ୍ସ। ମହାନଦୀ କେଉଁ ସ୍ଥାନର ଓଡ଼ିଶାର ସମତଳ ଅଞ୍ଚଳରେ ପ୍ରବେଶ କରିଛି? ସମ୍ବଲପୁର, କଟକ, ନାରାଜ, ବାଙ୍କୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ନାରାଜ। ବଂଶଧାରା ନଦୀ କେଉଁ ଜିଲ୍ଲାରୁ ବାହାରିଛି? ବଂଶଧାରା ନଦୀ କେଉଁ ଜିଲ୍ଲାରୁ ବାହାରିଛି? କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟରେ ନିୟମଗିରି ଗୋଟିଏ ପାହାଡ଼ ଅଛି, ଯେଉଁ ପାହାଡ଼ରୁ କି
ଆମର ବଂଶଧାରା ନଦୀର ଉତ୍ପତ୍ତି ହୋଇଛି। କେଉଁଠି ନା ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟର ନିୟମଗିରି। ଭୁବନେଶ୍ୱର ସହର ମଧ୍ୟ ଦେଇ କେଉଁ ନଦୀ ପ୍ରବାହିତ ହୋଇଛି? କୁଆଖାଇ, ଦୟା, ଗଙ୍ଗୁଆ, ଭର୍ଗବୀ। ତେବେ ଏହାର ସଠିକ ଉତ୍ତର କଣ ହେବ? ଅପସନ୍ ବି, ଦୟାନଦୀ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଓଡ଼ିଶାର ଏକ ରାମସାର ସାଇଟ୍? ଚିଲିକା ଲେକ୍, ଭିତରକନିକା, ହୀରାକୁଦ, ଅଲ୍ ଅଫ୍ ଦ ଏବଭ୍। ତେବେ ଆମେ ଜାଣିଛେ କି ଆମର ଟୋଟାଲ କେତୋଟି ରାମସାର ସାଇଟ୍ ଅଛି ଓଡ଼ିଶାରେ? ଆମର 6ଟି ରାମସାର ସାଇଟ୍ ଅଛି, ଯୋଉଥିପାଇଁ କି ଏଠି ଆନ୍ସର ହେଇଯିବ ଲାଷ୍ଟ ବି, ଅଲ୍ ଅଫ୍ ଦ ଏବଭ୍। ତେବେ 6ଟି ଯାକ ରାମସାର ସାଇଟ୍ କଣ କଣ ଆଉ କେଉଁ କେଉଁ ମସିହାରେ ହୋଇଥିଲା? ପ୍ରଥମ ହେଉଛି ଚିଲିକା ହ୍ରଦ। ଚିଲିକା ହ୍ରଦଟା 1981 ମସିହାରେ ଭାରତର ପ୍ରଥମ ରାମସାର ସାଇଟ୍ ଭାବରେ ମାନ୍ୟତା ପାଇଥିଲା। ଦ୍ୱିତୀୟରେ ଆସିବ ଭିତରକନିକା। ଭିତରକନିକା 2002 ମସିହାରେ ମାନ୍ୟତା ପାଇଥିଲା। ତୃତୀୟରେ ଆସିବ ସାତକୋଶିଆ ଗଣ୍ଡ। ସାତକୋଶିଆ ଗଣ୍ଡ 2022 ମସିହାରେ ମାନ୍ୟତା ପାଇଥିଲା। ଚତୁର୍ଥରେ ଆସିବ ତମ୍ପରା ହ୍ରଦ, ଯିଏକି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ, 2022 ମସିହାରେ ମାନ୍ୟତା ପାଇଥିଲା। ପଞ୍ଚମରେ ଆସିବ ହୀରାକୁଦ, ଯିଏକି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ, 2022 ମସିହାରେ ମାନ୍ୟତା ପାଇଥିଲା। ଷଷ୍ଠରେ ଆସିବ ଅଂଶୁପା ହ୍ରଦ, ଯାହାକି କଟକ ଜିଲ୍ଲାରେ ଅବସ୍ଥିତ, 2022 ମସିହାରେ ମାନ୍ୟତା ପାଇଥିଲା। ତେବେ ଆମର ଏହି 6ଟି ରାମସାର ସାଇଟ୍ ମଧ୍ୟରୁ 4ଟି ରାମସାର ସାଇଟ୍ ଆମର 2022 ମସିହାରେ ମାନ୍ୟତା ପାଇଛି। ସାତକୋଶିଆ ଗଣ୍ଡ, ତମ୍ପରା, ହୀରାକୁଦ, ଅଂଶୁପା। ସାତକୋଶିଆ ଗଣ୍ଡ ଅଭୟାରଣ୍ୟ କେତୋଟି ଜିଲ୍ଲାରେ ବ୍ୟାପିଛି? 2ଟି, 3ଟି, 4ଟି, 5ଟି। ଏହାର ସଠିକ ଉତ୍ତର ହେବ ଅପସନ୍ ସି, 4ଟି ଜିଲ୍ଲା ଦେଇ ଯାଇଛି। ତେବେ ଜାଣିନେବା 4ଟି ଯାକ ଜିଲ୍ଲା କଣ କଣ? ପ୍ରଥମ ଜିଲ୍ଲା ହେଉଛି ଅନୁଗୁଳ, ଦ୍ୱିତୀୟଟି ହେଉଛି ବୌଦ୍ଧ, ତୃତୀୟଟି ହେଉଛି ନୟାଗଡ଼, ଚତୁର୍ଥଟି ହେଉଛି କଟକ। କେଉଁ ଅଭୟାରଣ୍ୟ ବାଲି ହରିଣ ପାଇଁ ପ୍ରସିଦ୍ଧ? ଭେଟନୋଇ, ଚନ୍ଦକା, ନଳବନ, ଦେବ୍ରିଗଡ଼। ତେବେ ଏହାର ସଠିକ ଉତ୍ତର କଣ ହେବ? ଅପସନ୍ ଏ, ଭେଟନୋଇ। ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ କେଉଁଟି? ଗହୀରମଥା, ଭିତରକନିକା, ଚିଲିକା, ବାଲୁକୁଣ୍ଡ। ତେବେ ଏଠାରେ ସଠିକ ଉତ୍ତର ହେଉଛି ଅପସନ୍ ଏ, ଗହୀରମଥା। ଅପସନ୍ ଏ, ଗହୀରମଥା। ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ କେଉଁ ବର୍ଷ ୟୁନେସ୍କୋ ଦ୍ୱାରା ସ୍ୱୀକୃତି ପାଇଥିଲା? 2005, 2009, 2012, 2015। ଏହାର ସଠିକ ଉତ୍ତର ହେବ ଅପସନ୍ ବି, 2009। ଅପସନ୍ ବି, 2009। କେବିକେ ଜିଲ୍ଲାଗୁଡ଼ିକରେ କେଉଁ ମୃତ୍ତିକା ଅଧିକ ଦେଖାଯାଏ? ବ୍ଲାକ୍ ସଏଲ୍, ରେଡ୍ ସଏଲ୍, ଲେଟେରାଇଟ୍ ସଏଲ୍, ଆଲୁଭିଆଲ୍ ସଏଲ୍। ତେବେ ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି, ରେଡ୍ ସଏଲ୍। ତେବେ ରେଡ୍ ସଏଲ୍ କୋଉଠି କୋଉଠି ଦେଖାଯାଏ ଆଉ କାହିଁକି ଦେଖାଯାଏ? ରେଡ୍ ସଏଲ୍ ଆମର କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲା, ଯୋଉଟାକି ପାହାଡ଼ିଆ ଆଉ ମାଳଭୂମି ଅଞ୍ଚଳ, ସେଇ ଜାଗାରେ ଏହି ମାଟି ପ୍ରଚୁର ପରିମାଣରେ ମିଳେ। କେଉଁ ମାଟି? ନା ଲାଲ ମୃତ୍ତିକା ବା ରେଡ୍ ସି ପ୍ରଚୁର ପରିମାଣରେ ଆମକୁ ମିଳିଥାଏ। କାହିଁକି ସେ ଲାଲ ମୃତ୍ତିକା? ମାନେ ସେଥିରେ ଲୌହ ଅଂଶ ଅଧିକ ଥିବାରୁ ତାର ରଙ୍ଗଟା ଆମର ଲାଲ ରଙ୍ଗ। ସେ ମାଟିଟା ଆମର ସାଧାରଣତଃ ଦେଖିବାକୁ ଗଲେ ହାଲକା ମାଟି ଆଉ ସେଥିରେ ଜଳ ଧାରଣ କ୍ଷମତା ବହୁତ କମ୍ ଥାଏ। ଓଡ଼ିଶାର ହଳଦିଆ ମୃତ୍ତିକା ମୁଖ୍ୟତଃ କେଉଁ ଅଞ୍ଚଳରେ ଦେଖାଯାଇଥାଏ?
ତେବେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି, ନର୍ଦର୍ନ ପ୍ଲେଟୁ। ତେବେ ଆମେ ଦେଖିବା କେଉଁ କେଉଁ ଜିଲ୍ଲାରେ ଏହି ପ୍ରକାରର ମୂର୍ତ୍ତିକା ଆମକୁ ଦେଖିବା ପାଇଁ ମିଳେ। ପ୍ରଥମେ ଆମର ଏଇ ଗୋଟେ ମୂର୍ତ୍ତିକା ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏହିସବୁ ଜିଲ୍ଲାମାନଙ୍କରେ ଆମର ହଳଦିଆ ମୂର୍ତ୍ତିକା ଦେଖିବା ପାଇଁ ମିଳେ। ଏହା ଆର୍ଦ୍ରତା ଥାଏ, ଯିଏକି ଜଳୀୟ ଅଂଶ ଅଧିକ ଥାଏ, ଯୋଉଥିପାଇଁ କି ମାଟିକୁ ଜାବୁଡ଼ିକି ଧରିଥାଏ। ଓଡ଼ିଶାର କେଉଁ ଜିଲ୍ଲାରେ କୃଷ୍ଣ କାର୍ପାସ ମୂର୍ତ୍ତିକା ଦେଖାଯାଏ? ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଅଲ୍ ଅଫ୍ ଦ ଏଭବ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି, ବୌଦ୍ଧ। ଉପକୂଳବର୍ତ୍ତୀ ଅଞ୍ଚଳରେ ଧାନ ଚାଷ ପାଇଁ କେଉଁ ମୂର୍ତ୍ତିକା ସବୁଠାରୁ ଉପଯୁକ୍ତ? ଲ୍ୟାଟେରାଇଟ୍, ଆଲୁଭିଆଲ ସଏଲ୍, ସାଲାଇନ୍ ସଏଲ୍, ଫରେଷ୍ଟ ସଏଲ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ଆଲୁଭିଆଲ ସଏଲ୍। ଅପସନ୍ ବି, ଆଲୁଭିଆଲ ସଏଲ୍। ଓଡ଼ିଶାର ମୋଟ କ୍ଷେତ୍ରଫଳର ପ୍ରାୟ କେତେ ପ୍ରତିଶତ ପାହାଡ଼ ଏବଂ ପର୍ବତ? 50%, 60%, 75%, 30%। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି, 75%। ଅପସନ୍ ସି, 75%। ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ଲୁହାପଥର ଗଚ୍ଛିତ ଅଛି? ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ଲୁହାପଥର ଗଚ୍ଛିତ ଅଛି? କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ମୟୂରଭଞ୍ଜ। ତେବେ ମୟୂରଭଞ୍ଜର ପ୍ରମୁଖ ଖଣି କିଛି ଅଛି। ଲୌହ ପଥର ଖଣି କୋଉଠି କୋଉଠି ଅଛି? ନା ଗୁରୁମହିଷାଣୀ, ବାଦାମ ପାହାଡ଼, ସୁଲେଇପାଟ। ଏହି ତିନୋଟି ସ୍ଥାନରେ ଲୌହ ପଥର ଖଣି ପାଇଁ ତିନୋଟି ଯାକ ସ୍ଥାନ ଆମର ପ୍ରସିଦ୍ଧ। ବାଲେଶ୍ୱରର ନୀଳଗିରି ଅଞ୍ଚଳରେ କେଉଁ ଖଣିଜ ପ୍ରଚୁର ପରିମାଣରେ ମିଳେ? ଆଇରନ୍, ଗ୍ରାନାଇଟ୍, କୋଇଲା, ବକ୍ସାଇଟ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ଗ୍ରାନାଇଟ୍। ସୁନାବେଡ଼ା ମାଳଭୂମି କେଉଁ ଖଣିଜ ପାଇଁ ପ୍ରସିଦ୍ଧ? ମାଙ୍ଗାନିଜ୍, ବକ୍ସାଇଟ୍, ଲାଇମଷ୍ଟୋନ୍, କୋଇଲା। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ବକ୍ସାଇଟ୍। ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ? ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଅନୁଗୁଳ। ଅପସନ୍ ଏ, ଅନୁଗୁଳ।